नमस्कार दर्शक बंधु आपण समस्त आम चैनल को स्वागत। आपण केबे भाबिचंती कि महाप्रभु रथरे देखा जाउथि सुंदर सारथी घोड़ा पार्श्व देवा देवी और रथर सुंदर कारुकार्य किए तैयारी करंती केमिति एक साधारण काठ धीरे धीरे नहीं जाए एक दिव्य रूप आउ किए सेही सेवक जे प्रतिवर्ष महाप्रभु रथ को देउची सौंदर्यर परिचय। आपण आज्ञा रूपकार महाप्रभुଙ୍କର जय जगन्नाथ मो ना हूँ पूर्णचंद्र महापात्र चावचंद्र रथर उपकार आम अफिस दिन जो प्रभु आसती साढ़े घंटा सेवक जो था से सब अनुकूल करती अफिस दिन तापर नाना भाई मैंने कम स्टार्ट कर आमर उपकार नृष चतुर्थी दिन कुंभर विराजमान कर हिरण्य विजय সেই কুম্ভକୁ ଆସିକିରି এই କୁମ୍ଭରେ ପ୍ରବେଶ କରନ୍ତି ନୃସିଂହ ପ୍ରଭୁ। ସେଇ ଟାଇମ୍ରେ ଗୋଟେ ନଡ଼ିଆଟେ ଏବଂ ମହାଜଟେ ତାକୁ ନେଇକିରି ଅନୁଗ୍ରହ କରୁ। ଅନୁଗ୍ରହ କରିକିରି ଆମେ ସେଇ ଯୋଠୁ ଆମେ କାମ ଷ୍ଟାର୍ଟ କରୁ। ଆମର ଆସ୍ତେ ଆସ୍ତେ କାମ ଚାଲିଛି। ଏଇ ଯେଉଁ ନାଟକର କାମ ଚାଲିଛି କଣଗୁଜ ସେଇ କଣଗୁଜ ଜଗନ୍ନାଥଙ୍କର 16ଟି ଆଉ ଗୋପାଙ୍କର 16ଟି ମାଙ୍କର 12ଟି এইভাবে আগ এইটা ତିଆରି ହେଲେ ରଥ ଉପରେ ଭେଟି ହେବ। ତାପରେ ପଟାଗୁଜ ଅଛି, ତାପରେ ମୁହାଁଟି ଅଛି, ତାପରେ ସିଂହାସନ ଅଛି, ତାପରେ ବରବା ଅଛି, ତାପରେ ଈଶ୍ୱର ଜୁଆରୀ ଆଦାବାଡ଼ି ଅଛି, ତାପରେ ସାରଥୀ ଘୋଡ଼ା ପାରସମୂର୍ତ୍ତି ଯେଉଁ ଆସିବ ତାର ନାକ ଛାଡ଼ିଥିବ ଗୋଡ଼ ଛାଡ଼ିଥିବ ତାକୁ ମରାମତି କରାଯାଏ। এইভাবে କରିକିରି ରଥ ସମାପ୍ତ ହୁଏ। ତାପରେ ଆମର ଜଗନ୍ନାଥଙ୍କର ଗଜା ଯେତେବେଳେ ଛେରାପଣା କରିକି ଯିବେ ସେଇ ଟାଇମ୍ରେ ଆମର ରଥ ଉପରେ ଥାଇକିରି ଘୋଡ଼ା ବାନ୍ଧୁ। ଘୋଡ଼ା ବାନ୍ଧି ସାରିଲା ବାଦେ ରଥ ଚାଲିବ। ରଥ ଚାଲିଲା ବାହୁଡ଼ା ଆମର ଗୁଣ୍ଡାରେ ପହଞ୍ଚିଲେ ଗୋଟେ ଦିନ ଦିନ ପହଞ୍ଚିଲେ ସେଦିନ ଘୋଡ଼ା ଖୋଲା ହେବନି। ତା ବାସି ଦିନ ଘୋଡ଼ା ଖୋଲା ହେଲେ ଆମର ପ୍ରଭୁ ବିରାଜମାନ କରିବେ ଗୁଣ୍ଡାର। ତାପରେ ବାହୁଡ଼ା ଦିନ ସେଇଭଳି ହବ କାର୍ଯ୍ୟ। ରଜା ଯିବେ ଛେରାପଣା କରିବାକୁ। ରଜା ଛେରାପଣା କରିକି ଆସିଲା ମାତ୍ରେ ଆମର ଘୋଡ଼ା ବନ୍ଧା ହେବ। ଘୋଡ଼ା ବନ୍ଧା ହେଇସାରିଲେ ରଥ ଟଣା ହେବ। ରଥ ଟଣା ହେଇସାରିଲା ବାଦେ ଆମର ସେଇ ଦ୍ୱାରକୁ ଆସିବ। ଏକାଦଶୀ ଦିନ ଘୋଡ଼ା ଖୋଲା ହେବ। ଘୋଡ଼ା ଖୋଲା ହେଲେ ସୁନାବେଶ ସବୁ ଆସିବ। ସୁନାବେଶ ଆସିକିରି ପ୍ରଭୁଙ୍କୁ ବେଶ ହେବ। ଇଏ ଆମର ରୂପକାର କାର୍ଯ୍ୟକ୍ରମ। ତାପରେ ଯେକୌଣସି ମନ୍ଦିର ଭିତରେ ଆମର ରୂପ କାର୍ଯ୍ୟ ପଡ଼େ ପିତ୍ତଳ ହଉ, ହାତୀଦାନ୍ତ ହଉ, କାଠ ହଉ, ପଥର ହଉ, ସିମେଣ୍ଟ ହଉ, ଚିତ୍ର ହଉ, ଯେକୌଣସି କାମ ହଉ ଆମକୁ ପ୍ରଶାସନ ଡକେଇକିରି ଏଇ କାମ କରନ୍ତି। ଆମେ ହେଉଛୁ ରୂପକାର। ଯେମିତି ଯୋଡ଼େ ସେବକ ଅଛନ୍ତି ରୂପକାର ସ୍ୱପକାର। ସୁପକାର ଛୁଆର ଇଏ ପ୍ରଭୁଙ୍କର ରାନ୍ଧିକି ରଖନ୍ତି। ଛୁଆର ଛପନ ପରେ ରାନ୍ଧିକିରି ପ୍ରଭୁକୁ ଦେଇପାରିବେ। ଆମେ ଛପନ ପରେ କାମ କରିପାରିବୁ, ମାନେ ବିଭିନ୍ନ ପ୍ରକାର କାମ କରିବୁ। ସେଥିପାଇଁ ତାକୁ ଦିଆହେଇଛି ସୁପକାର। ସବୁ ପ୍ରକାର ରାନ୍ଧିକି ପ୍ରଭୁକୁ ସବୁ ଦିଆ ତାକୁ ଦିଆହେଇଛି ସୁପକାର। ଆମକୁ ଦିଆହେଇଛି ରୂପକାର। ସବୁ ରୂପରେ ପରିପୂର୍ଣ୍ଣ ହେଲେ ତାକୁ କୁହାଯିବ ରୂପକାର। ଏଇ ହେଉଛି ରୂପକାରଙ୍କର ପବିତ୍ର କର୍ମ ସବୁ। এইভাবে ଆମେ କରୁ। ଆଉ ଏଇ ଛୋଟ ଛୋଟ ପିଲା ଦେଖୁଛନ୍ତି, ସେଇ ଛୋଟ ଛୋଟ ପିଲାଙ୍କୁ ନ ଆଇଲେ ଏଇ କାମ ଶିଖିପାରିବେନି। ଏଇଟା ହେଉଛି ଜଗନ୍ନାଥଙ୍କର ଚାଟଶାଳୀ କହନ୍ତି। ଏଇଟା ହେଉଛି ଆମର ଚାଟଶାଳୀ। ଏଠିକି ଆଇଲେ ପ୍ରଭୁଙ୍କର ଆଶୀର୍ବାଦରେ ସବୁ ଜିନିଷ ତାଙ୍କୁ ଆଇଡ଼ିଆ ଆସିଯାଏ। କାହିଁକି ସେ ଆଇଲା ମାତ୍ରକେ ନୀଳଚକ୍ରକୁ ଦର୍ଶନ କରିକିରି କାଠକୁ ମୁଣ୍ଡିଆ ମାରିକିରି କାମ କରନ୍ତି। ପ୍ରଭୁଙ୍କର ଆଶୀର୍ବାଦ ରହେ। ସେ ଆଶୀର୍ବାଦରେ ଏ ପିଲାମାନେ ବି କାମ କରନ୍ତି, ଆମେ ବି କାମ କରୁଥାଉ। ଆମର ଅଳସ ଥବ ଯିଏ ଗୋଟେ ଦଣ୍ଡ ଲାଗୁଥବ କିନ୍ତୁ ଏଠିକି ଆସିଯାଇ ସେ ଅଳସ ପରେ ଖାଇଲେ ମାନେ ପରେ ବାବୁରେ ବଳ ଆସିଲା ବି ଆସିଯାଏ। ସେଇଥିରେ କାମ ଆମେ ଆଜ୍ଞା ଆପଣ କେତେ ବର୍ଷ ହେଲାଣି ରୂପକାର ସେବା କରୁଛନ୍ତି? ମୋର 4ଟି ନବକଳ କାମ କଲେଣି। ତାପରେ ଆଉ ଗୋଟେ କଥା, ଯେତେବେଳେ ନବକଳ ପଡ଼ିବ ସେଇଟା ପରେ ଆମକୁ ଭୀଷଣ ପସନ୍ଦ ପଡ଼େ। ରଥଟା ଯାହା ହେଉଛି ସେୟା ହବ। ତାପରେ ଶାଢ଼ୀ, ସାରଥୀ, ପାର୍ଶ୍ୱମୂର୍ତ୍ତି, ଶୁଆ, ଅଁଳା, ଧ୍ୱଜ ଏଇସବୁ ନିମ୍ବ କାଠରେ ତିଆରି ହେବ କେବଳ ନବକଳର ଟାଇମ୍ରେ। ସେଇ ଯେଉଁ ମୂର୍ତ୍ତିଟା ରହିବ ସେଇ ମୂର୍ତ୍ତି ଗୁଡ଼ାକ ଜଗନ୍ନାଥ ସାଙ୍ଗେ ଜନ୍ମ ନେବେ, ଜଗନ୍ନାଥ ସାଙ୍ଗେ ବି ପୋତା ହେବେ। ଯେମିତି ଜଗନ୍ନାଥ ପୋତା ହେବେ ଏଇଠି ହିଁ ପୋତା ହେବେ। ଇଏ ହେଉଛି ପରମ୍ପରା କାର୍ଯ୍ୟ।
ଆଉ ଜଗନ୍ନାଥଙ୍କର ଯୋଉ କାର୍ଯ୍ୟ ଅଛି ସେ କାର୍ଯ୍ୟ ଆମେ ବର୍ତ୍ତମାନ କରୁଛୁ। ପ୍ରଭୁକୁ ଡାକୁଛୁ ଏମିତି ପ୍ରଭୁ ଏମିତି ଆଶୀର୍ବାଦ ଦେଇଥାନ୍ତୁ, ଏମିତି କାମ ଚାଲିଥାଉ। ସମ୍ପୂର୍ଣ୍ଣ ହଉ। ମୁଁ କରୋନା ତ୍ରିପାଠୀ ଅମଳରୁ ମୁଁ 4ଟା ନବକର୍ମ କାମ କରିବି। ମାନେ ହନୁମାନଙ୍କ କହୁଛି କେତେ ରଥ ମୁଁ ଦେଖିବି। ତାପରେ ଏଇ ଯୋଉ ପିଟିଆରେ ସିଂହ ବିড়ାଳ, ଗଜ ବିড়ାଳ, ନର ବିড়ାଳ। ନର ବିড়ାଳ କଣ ନା ଗୋଟେ ମଣିଷ ମୁଣ୍ଡଟେ ସିଂହ ଗଣ୍ଡି, ତାକୁ କହୁଛି ନର ବିড়ାଳ। ଗଜ ବିড়ାଳ କଣ ହାତୀ ମୁଣ୍ଡ ଅଛି, ସିଂହର ବଡି ତାର। ହାତୀ, ସିଂହ ବିড়ାଳ, ଗଜ ବିড়ାଳ, ନର ବିড়ାଳ, ଏଇ ସବୁ ପକା ଉପରେ ତିଆରି ହୁଏ। ଏଇ ଆମର ଜଗନ୍ନାଥଙ୍କର ରଥରେ ସବୁ ଭେଟି ହୁଏ। ଏଇ ନ ରହିଲେ ରଥରେ ସୁନ୍ଦର ଦିଶିବନି। ସେଥିପାଇଁ ଲୋକମାନେ ଭାଇମାନେ ଏଇମାନେ ସବୁ କାର୍ଯ୍ୟ କରନ୍ତି। ଦର୍ଶକ ବନ୍ଧୁ, ଏହି ରୂପକାର ମାନଙ୍କ ହାତରେ କାଠ ପାଏ କଳାର ରୂପ, ଆଉ କଳା ପାଏ ଭକ୍ତିର ସ୍ପର୍ଶ। ସେଥିପାଇଁ ରଥ କେବଳ ଏକ ନିର୍ମାଣ ନୁହେଁ, ଏହା ହେଉଛି ମହାପ୍ରଭୁଙ୍କ ମହିମାର ଜୀବନ୍ତ ପ୍ରତୀକ। ଏହିପରି ନୂଆ ନୂଆ ବ୍ଲଗ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ଜୟ ଶ୍ରୀ ଜଗନ୍ନାଥ।